नमस्कार सांगମାନେ ଜୟ ଜଗନ୍ନାଥ ୱେଲକମ୍ ଟୁ ମାଇ ଚ୍ୟାନେଲ ଟେକ୍ ସୂର୍ୟା। ତ ଆଜି ମୁଁ ସୁଭଦ୍ରା କିଛି ଆପଣଙ୍କୁ ଅପଡେଟ୍ ଦେବି। ତ ପ୍ରଥମ ପର୍ଯ୍ୟାୟର ଚତୁର୍ଥ ପର୍ଯ୍ୟାୟ ପଇସା କେବେ ମିଳିବାର ଅଛି ତ ସେଟା ଘୋଷଣା କରାଯାଇଛି ଜାନୁଆରୀ ଶେଷ ସୁଦ୍ଧା ଆପଣଙ୍କୁ ମିଳିବ। ତ ଯୋଉ ଜାନୁଆରୀ ଶେଷ ସୁଦ୍ଧା ମିଳିବ ତ ସେମାନେ କୋଉ ଏତେ ଦିନ କରିବେ ମିଳିବ ସେଥିପାଇଁ କିଛି ଅପଡେଟ୍ ଆପଣଙ୍କୁ ସରକାର ଆମର ଘୋଷଣା କରିଛନ୍ତି ଓ ଆମର ପ୍ରଧାନମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ବି କିଛି ଘୋଷଣା କରିଛନ୍ତି। ତ ପୁରା ଭିଡିଓ ମାନେ ଆପଣଙ୍କୁ କଭର କରିବି କଣ କ୍ୟାରେକ୍ଟର କେଉଁ ରୁଲ୍ ଅଛି ରେଗୁଲେସନ ଅଛି କଣ ଅଛି ତ ଭିଡିଓ ମଧ୍ୟରେ ଆପଣ ପୁରା କଭର କରିବି। ଭିଡିଓ ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡିଓ ମଧ୍ୟରେ ପୁରା ମୁଁ ଫୁଲ୍ ଡିଟେଲ୍ସ ଜଣେଇବି ଓ ଅଫିସିଆଲ ନ୍ୟୁଜ କଣ ଅଛି ସେ ପୁରା ସେ ଭିତରେ ଜଣେଇବି। ତ ଭିଡିଓ ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲ ଆପଣ ନୂଆ ଅଛନ୍ତି ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ କରିଦିଅନ୍ତୁ ଓ ଆପଣଙ୍କ ଫ୍ରେଣ୍ଡକୁ ସେୟାର କରିଦିଅନ୍ତୁ ଓ ଆପଣଙ୍କ ମନରେ କିଛି କ୍ୱେଶ୍ଚିନ୍ ଅଛି ଯଦି କମେଣ୍ଟ ମାଧ୍ୟମରେ ମୋତେ ଜଣାନ୍ତୁ ମୁଁ ସେଇ ଟାଇପ୍ର ଭିଡ଼ିଓ ଆପଣଙ୍କୁ ପହଞ୍ଚେଇବି। ତ ଚାଲନ୍ତୁ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ଦେଖନ୍ତୁ ଯୋଉ ଜାନୁଆରୀ ଶେଷ ଦ୍ୱାରା ମିଳିବାର ଅଛି ପଇସା ସେଥିପାଇଁ ଘୋଷଣା କରିଛନ୍ତି ପ୍ରଥମ ପଇସା ଚତୁର୍ଥ ପର୍ଯ୍ୟାୟ ପଇସା ମିଳିବାର ଅଛି ସେଥିପାଇଁ ଏକ ଅଫିସିଆଲ ନ୍ୟୁଜ ଗୋଟେ ପଢ଼ିଦିଅନ୍ତୁ। ଦେଖନ୍ତୁ ମିଳିବ ଚତୁର୍ଥ ପର୍ଯ୍ୟାୟର ସୁଭଦ୍ରା ଟଙ୍କା ତ ଆଗୁଆ କରନ୍ତୁ ଇକ୍ୱେଏସ୍ ଅପଡେଟ୍। ତ ଯେଉଁମାନେ ବି ଇକ୍ୱେଏସ୍ ଅପଡେଟ୍ କରିନାହାନ୍ତି ସେମାନେ ଇକ୍ୱେଏସ୍ ଅପଡେଟ୍ କରିଦିଅନ୍ତୁ ଯାହାଫଳରେ ଆପଣ ଯେଉଁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ଯୋଗ୍ୟ ହେଇଯିବେ। ତ ସେଥିପାଇଁ ଆପଣ ଉପମୁଖ୍ୟମନ୍ତ୍ରୀ ପଦରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଯେଉଁମାନେ ବି କେୱାଇସି ଅପଡେଟ୍ କରିନେଇଛନ୍ତି ଯାଇକି କୌଣସି ପ୍ରକାର ଜନସେବା କେନ୍ଦ୍ରରେ ଯାଇକି ଅପଡେଟ୍ କରିଦିଅନ୍ତୁ ଯାହାଫଳରେ ଆପଣଙ୍କୁ ଏଇ ଯେଉଁ ପଇସା ପାଇବାର ଯୋଗ୍ୟ ଭିତରେ ହେଇଯିବେ। ତ ଦେଖନ୍ତୁ ସୁଭଦ୍ରାରେ ଉପମୁଖ୍ୟମନ୍ତ୍ରୀ ଏକ ପ୍ରକାର ଘୋଷଣା କରିଛନ୍ତି ଯେ ସୁଭଦ୍ରା ନେଇକି ଉପମୁଖ୍ୟମନ୍ତ୍ରୀ ପଦରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯେ କହିଛନ୍ତି ଚଳିତ ମାସ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ତ ଚଳିତ ମାସର ଶେଷ ସୁଦ୍ଧା ଏଇ ଯେଉଁ ଟଙ୍କା ମିଳିବାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଧାର୍ଯ୍ୟ କରାଯାଇଛି। ତ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ଇକ୍ୱେଏସ୍ ଅପଡେଟ୍ କଲେ କିମ୍ବା ଅପ୍ଟ ଇନ୍ କଲେ ଯୋଜନା ସାମିଲ ହୋଇପାରିବ ହିତାଧିକାରୀ। ଯେଉଁମାନେ ବି ଅପ୍ଟ ଇନ୍ କରିଥିଲେ ସେମାନେ ବି ହିତାଧିକାରୀ ଅପ୍ଟ ଆଉଟ୍ ହୋଇଯାଇଥିଲେ ସେମାନେ ଅପ୍ଟ ଇନ୍ ହେଇକି ସେମାନେ ହିତାଧିକାରୀ ହୋଇଯାଇଛନ୍ତି। ତ ଯେଉଁମାନେ ଇକ୍ୱେଏସ୍ କରିନଥିଲେ ସେମାନେ ଇକ୍ୱେଏସ୍ କରିବାକୁ ଏକ ପ୍ରକାର ଉପମୁଖ୍ୟମନ୍ତ୍ରୀ ଆମକୁ ଘୋଷଣା କରିଛନ୍ତି। ତ ଦେଖନ୍ତୁ କେହି ବି ଜଣେ ଯୋଗ୍ୟ ହିତାଧିକାରୀକୁ ବାଦ ନ ପଡ଼ିବ ବୋଲି ଏହି ପ୍ରକାର ଏକ ସୁଯୋଗ ମାନେ ନିଷ୍ପତ୍ତି ନେଇଯାଇଛି। ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ସୁଭଦ୍ରା ଯୋଜନାରେ ଅପ୍ଟ ଆଉଟ୍ ହୋଇଥିବା 31,000 ମହିଳାଙ୍କ ମଧ୍ୟରୁ 17,000 ମହିଳା ପୁନଃ ସାମିଲ ହୋଇଛନ୍ତି। ତ ଯେଉଁମାନେ ବି ଅପ୍ଟ ଆଉଟ୍ ହୋଇଥିଲେ ସେମାନେ ମାତ୍ର 31,000 ମହିଳା ଅପ୍ଟ ଆଉଟ୍ ହୋଇଥିଲେ ସେଥିରୁ 17,000 ମହିଳା ପୁନଃ ସାମିଲ ହୋଇଛନ୍ତି। ବାକି 11,000 ମହିଳା ଅପ୍ଟ ଇନ୍ କରିପାରିନାହାନ୍ତି। ତ ଆହୁରି 2 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା କେୱାଇସି ଅପଡେଟ୍ କରିନାହାନ୍ତି। ସେମାନଙ୍କୁ ଅନୁରୋଧ କରୁଛି ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପୂର୍ବରୁ ସେମାନେ ଇକ୍ୱେଏସ୍ ଅପଡେଟ୍ କରିବେ। ଯେଉଁମାନେ ବି ଏତେ ମଧ୍ୟ ଆହୁରି 14,000 ମହିଳା ଅପ୍ଟ ଆଉଟ୍ କରିଛନ୍ତି ଓ 2 ଲକ୍ଷରୁ ଅଧିକ ଇକ୍ୱେଏସ୍ ଅପଡେଟ୍ କରିଛନ୍ତି। ତ 2 ଲକ୍ଷରୁ ମହିଳାଙ୍କ ଏପର୍ଯ୍ୟନ୍ତ ମଧ୍ୟ ଇକ୍ୱେଏସ୍ ଅପଡେଟ୍ କରିନାହାନ୍ତି। ତ ସେମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ଇକ୍ୱେଏସ୍ ଅପଡେଟ୍ କରିବାକୁ। ତ ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର 17 ତାରିଖ ଭୁବନେଶ୍ୱରରେ ଏକ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର 17 ତାରିଖରେ ଭୁବନେଶ୍ୱର ସୁଭଦ୍ରା କରିଥିଲେ ପ୍ରଧାନମନ୍ତ୍ରୀ। ତ ବଟନ ଟିପି ଏହି ଯୋଜନାକୁ ଆରମ୍ଭ କରିଥିଲେ। ତ ପ୍ରଧାନମନ୍ତ୍ରୀ ଏହି ଫଳରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା 5,000 ଟଙ୍କାର ପ୍ରଥମ କିସ୍ତି ଯାଇଥିଲା ଓ ଏହି ଉତ୍ସବରେ ରାଜ୍ୟପାଳ ରଘୁବଂଶ ଦାସ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପମୁଖ୍ୟମନ୍ତ୍ରୀ ପ୍ରତାପ ପାରିଡ଼ା ଓ କେବି ସିଂ ଉପସ୍ଥିତ ଥିଲେ। ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଏଲ ଓରାମ ଓ ମାନସିଂ ଥିଲେ। ତ ଏହି ସଭାରେ ବିଭିନ୍ନ ଜିଲ୍ଲାର ଉପମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଥିଲେ। ତ ପୁରା ଆପଣଙ୍କୁ ଅପଡେଟ୍ ଜଣାଇ ଦେଉଛି ବର୍ତ୍ତମାନ ସୁଦ୍ଧା 2 ଲକ୍ଷରୁ ଅଧିକ ହିତାଧିକାରୀ ୟୁକେଏସ୍ କରିନାହାନ୍ତି ସେମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରତାପ ପରିଡ଼ା କହିଛନ୍ତି ଯେଉଁମାନେ ଯାଇକି ୟୁକେଏସ୍ କରିନାହାନ୍ତି କୌଣସି ଭାବେ ଜନସେବା ଯାଇକି ୟୁକେଏସ୍ କରିଦିଅନ୍ତୁ ଯାହାଫଳରେ ଯେଉଁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆପଣଙ୍କୁ ମିଳିବାର ଅଛି ତା ଆପଣଙ୍କୁ ମିଳିଯିବ। ତ ଆଜି ପାଇଁ ଏହି ଅପଡେଟ୍ ନେଉଛି ସୁଭଦ୍ରାରେ କିଛି ଅପଡେଟ୍ ଆପଣଙ୍କୁ ଜଣେଇବି। ଯଦି ଆପଣ ପୁରା ଭିଡ଼ିଓକୁ ପୁରା ଦେଖିବେ ତ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଗୋଟେ ଓ ଚ୍ୟାନେଲ ଆପଣ ଯଦି ଅଛନ୍ତି ନୂଆ ଅଛନ୍ତି ଚ୍ୟାନେଲ ସବସ୍କ୍ରାଇବ କରିଦିଅନ୍ତୁ। ତ ଆଜି ପାଇଁ ରହୁଛି ଜୟ ଜଗନ୍ନାଥ।